ବାଡ଼ିରେ ଆମର ଟହଲ ମାରୁଥିଲି ଦେଖୁଥିଲି ଗେଣ୍ଡୁ ଫୁଲ କେତେ ସୁନ୍ଦରିଆ ସୁନ୍ଦରିଆ ହେଇଛି। ତାପରେ ମନେ ପଡ଼ିଲା ଯେ ଆମର ତ ହଳଦୀ ପତ୍ର ହେଇଛି ବାକିରେ ଛୁଟିଆ ଛୁଟିଆ ଗା। ତ କହିଲି ଚାଲ ଟିକେ ଆଜି ଏଣ୍ଡୁରି ପିଠା ବନେଇବା, ପ୍ରଥମାଷ୍ଟମୀ ବି ଆସୁଛି, ଲୋକମାନେ ବି ଦେଖିବେ ଆମେ ବି ଟେଷ୍ଟ କରିବା ଆଉ। କହିକି ଲୋକମାନଙ୍କର ଘରେ ମୁଁ ଖାଇଯାଏ, କିନ୍ତୁ ଦିନେ ବି ମୁଁ ଘରେ ବନେଇ ନଥିଲି। ଆଉ କହିଲି ଟିକେ ବନେଇବା, 64 ପ୍ରକାର ୟୁଟ୍ୟୁବରେ ଭିଡ଼ିଓ ଦେଖିଲି, ଭାଗ ମାପ ଟିକେ ଆଣିଲି ଯେ 2 କପ୍ ନେବେ ଯଦି ଚାଉଳ, 1 କପ୍ ନେବେ ଆମର ବିରି। ପୁରା ଭାଗ ମାପ କରିକି କଲି ଯେ କି କରିବା ଟିକେ ପାଣିଆ ହେଇଗଲା ବୋଧେ, କିଛି କଥା ନାହିଁ ଆଡ଼ଜଷ୍ଟ କରିଦେବା ଆଉ। ଏପଟେ ନଡ଼ିଆ ଗୋଟେ ରେଷ୍ଟରେ ପିଟିଲେ ଯେ ପାଣି ନାହିଁ। ନଡ଼ିଆ କୁରାଟା ପାଇନୁ ନାହିଁ ବୋଲେ ରେଷ୍ଟରେ ଥିନେ ଯେ ଚୁନ ଚୁନ କରି କାଟିଦେନି। ଏପଟେ ମୁଁ ପତ୍ରଗା ସବୁ ନେଇ ଆଣିଥିଲି ଆଉ ଧୋଇ ଧୁଆକିରି ସାଇଡ଼୍ ରଖିଦେଇଥିଲି। ଆଉ ଆମର ଗୁଳ ବଳି ଯାଇଥିଲା କାଳୀ ପୂଜାରେ, ତ ସେଇ ଗୁଳକୁ ପୁରା ଆଉଟି ଦେଲି ଆଉ ଯେତେ ସବୁ ନଡ଼ିଆ କାଜୁ ବାଦାମ ଯାହା ଥିଲା ସବୁ ସଲାଟି ଦେଇକି ରଖିଦେଲି। ତାପରେ ସବୁତକ ଜିନିଷକୁ ନେଇକି ପୁରା ସାଇଜ୍ ରଖିଦେଲି। ତାପରେ ପତ୍ରଟାକୁ ଆଣିକିରି ପିଠଉ ଟିକେ ଦେଉଛେ, ଦେଖିଲା ବେଳେ ସବୁ ଟଘରି ଯାଉଛି, ଆମର ପାଣିଆ ହେଇଯାଇଛି। ଏପଟେ ପତ୍ରଗା ଛୋଟ ଛୋଟଗା ଆଉ କି କରିବି, ରହିତେ ନାହିଁ। ଆଣିଲି ଗୋଟେ ଖଡ଼ିକା ଟିପି ଦେଇ ଭାବିଲି, ଆଉ ଦେଖିଲା ବେଳେ ଟିପିଲେ ଆଉ ମିପିଲେ କିଛି ରହିତେ ନାହିଁ। ଏମିତି ହେଲେ ବି ଜୁଖି ଜୁଖା ବୋଲି 2-3ଟା ପତ୍ର ଜମା ରହିଲା ନାହିଁ, ବେଳା ସାଇଡ଼୍ ମାରିଲି ଏଡ଼ା ଯା ସେଡ଼ା କହିକିରି। ଆଉ ଲାଷ୍ଟରେ କହିଲି କି ପୋଡ଼ ପିଠା ଭଳିଆ ଡାଇରେକ୍ଟ ବିଛେଇ ଦେବି ଖଲି ପରିକା ଆଉ ଥାପି ଦେବି, କେମିତି ଲାଗିଆ ଦେଖିବି ଭାବିକିରି କେତେଗା ଦେଇଦେଲି ପତ୍ର, 14-15ଟା କେତେ। ଆଉ ଦେଇଦେଲି ଆମର ପିଠଉଗା ଆଉ ଅଧା ଦେଲି। କହିଲି କେମିତି ଲାଗୁଛି ଆଗେ ଫାଷ୍ଟ ଟାଇମ୍ ଟ୍ରାଏ କରେଇ କହିକି ଏମିତି ସବୁଆଡ଼େ ବିଛେଇ ଦେଇକିରି ସେ ପୁରଆକୁ ଏମିତି ପୁରା କେକ୍ ଟାଇପ୍ର ଦେଇଦେଲି। ଆଉ ସବୁତକ ଦେଇ ସାରିକିରି ଆଉ ତାର ଉପରେ ପତ୍ର ଦେଇକିରି ପୁରା ଢାମ୍ପି ଦେଲି। ଏଣ୍ଡୁରି ପିଠା ତ ସେ ଛୁଟିଆ ପତ୍ରରେ ହେଉ କିମ୍ବା ବୋର୍ଡ଼ ପତ୍ରରେ ହେଉ, ସେ ହଳଦୀ ପତ୍ରର ବାସ୍ନା ଆସିବା ଦରକାର। ଯେମିତି ହଉ ସିଝିବା ଦରକାର, ଟେଷ୍ଟ ଲାଗବା ଦରକାର, ଏତେ କିସ ଅଛି, ଥାପା ହଉ ସେ ଛୋଟ ହଉ। ଏମିତି କରି ତ ପିଠା ଡାଇରେକ୍ଟ ପୁଡ଼ିଦେଲି ଆଉ। ଆଉ ଅଧା ଆଣି ଆସିଲି ଆମର ସେଇ ଯେଉଁଟାରେ ନି କରିଥିଲି ସେଇ ତସଲାଟାରେ ନେଇ ଆଣିଲି। ଆଉ ପାଣି ଦେଇକି ଟିକେ ବଳକେଇ ଦେଇକିରି ପୁରା ସିଝେଇତେ ଛାଡ଼ିଦେଲି। ଅଧଘଣ୍ଟା 45 ମିନିଟ୍ ପରେ ଦେଖିପାରୁଥିବେ କେତେ ସୁନ୍ଦର ହେଇଯାଇଛି ପିଠା ଆମର ଆଉ। ସିଝି ଯାଇଛି, ମୋତେ ତ ଦେଖିକିରି ବହୁତ ବଢ଼ିଆ ଲାଗିଲା। ଏପଟେ ସେଇ ଆମର ଗୁଳଗା ଟିକେ ଟିକେ ସବୁଆଡ଼େ ମାନେ ଖେଳି ହେଇଯାଇଛି, ପୁରା ମିଠା ମିଠା ଲାଗିଲା। ଆଉ ଖାଇ ଦେଖିଲି ଗୋଟେ ଯେ ବଢ଼ିଆ ଲାଗିଲା, କେକ୍ ପରିକା ପୁରା କାଟି କାଟି ପିସ୍ ପିସ୍ କରିକି ସମସ୍ତଙ୍କୁ ବି ଦେଇଦେଲି। ଆଉ ମୁଁ ବି ଖାଇଦେଲି, ବହୁତ ଭଲ ଲାଗିଲା। ଆପଣମାନେ ଯଦି ଏମିତି ବନେଇବେ, ଥରେ ନିହାତି ବନେଇବେ। ଛୋଟ ପତ୍ର ଥିବ ଯଦି ଏମିତି ଏଣ୍ଡୁରି ପିଠା ପୁରା ଡାଇରେକ୍ଟ ଥାପି ବି ଦେବେ, ବଢ଼ିଆ ହବ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ପୁରା ସିଝି ବି ଥିଲା ବଢ଼ିଆ ଭାବରେ। ଆଉ ମୋତେ ବହୁତ ସୁନ୍ଦର ଲାଗିଲା, ଘରେ ସମସ୍ତେ ବି ଖାଇଲେ, ସମସ୍ତଙ୍କୁ ବି ବହୁତ ଭଲ ଲାଗିଲା। ଆପଣମାନେ ବି ପ୍ରଥମାଷ୍ଟମୀରେ ଏମିତି ଏଣ୍ଡୁରି ପିଠା ବନାନ୍ତୁ ଆଉ ପୁତ୍ର ପୁତ୍ରୀମାନଙ୍କୁ ଖୁଆନ୍ତୁ।